सुंदरगढ़ आउ केन्ता छन मुई तो भल अच्छे। आज दशमी है, दशहरा दशमी है, सबुआड़े आज का भीड़ भाड़ थे। आमे तो मोर माँ घर ने अच्छू। आज सुदशा व्रत भी पड़ुछे। बाकी जे जे घरे अच्छन करूछन सुदशा व्रत मुई तो जेईनी बेले इठनी करी एथर सुदशा व्रतटा हेले जाऊँ मोर माँ घरे आज का नुआ खाऊछन। नुआ केन्ता खाइसन जे देखबे दशमी दिन कर जे नुआ खाई दिन नुआ नी खाई आज नुआ खाइसन। चालू देखमा काँकाटा करूछन। आज दशहरा दशमी दिन कर मोर माँ घरे नुआ खाऊछन। এটা চনা আলু মাখন এটা তো নুয়াখাই দিনকর তরকারি জানছন। এটা তরকারি নড়িয়া পুর ভজা হয়েছে বলে ও খটা ও খটা কে কে খাইছন জানিথিবে কেনতা লাগছি যে বহুত টেস্টি লাগছি। মতে তো ভাল লাগছি বাকি কাকে কাকে ভাল লাগছি যে কহবে ও খটা মানে টিকে মিঠা ଦେଇକରି গুড় ଦେଇକରି রাঁধলে ভাল লাগছি। সারু শাক भी ভাল লাগছি। সারু শাক के बहुत प्रकार रांधसन बाकी এটা ଆମେ আমচুর ଦେଇକରି ରାନ୍ଧବ না ବହୁତ ଟେଷ୍ଟ লাগছি। ଆଉ ଚନା ଆଲୁ ମାଖନ ତରକାରୀ ତ ସମସ୍ତଙ୍କ ପ୍ରିୟ। ଏଇଟା ଆମେ ବନଉଛୁ ଆଜକା ସିଝାମୁଡ଼ା ବନଉଛୁ ସୁଜିର ଯେ ମାନେ ପ୍ରାୟ ଚାଉଳର ବି ବନାସନ୍ ସୁଜିର ବି ବନାସନ୍। ସୁଜିର କେତେ ଟେଷ୍ଟ ଲାଗ୍ସି ତ ଜାଣିଛନ୍ ଖାଇ ଦେଖିଥିବେ। ଏଇଟା ମୋର୍ ମା ପୂଜାପୂଜି ତାର ସକାଳର ପୂଜା ସାରି ଦେଇଥିଲା ନ ଲକ୍ଷ୍ମୀ ପୂଜାଟା। ଲକ୍ଷ୍ମୀ ପୂଜା ସାରିକରି ତାର ନୂଆଖାଇର ପୂଜା ପାଠ କରଲା। ପୂଜା ପାଠ କରିକରି ତାନୁ ସାରଲା। ଏଇଟା ଆମକେ ଏଇଟା ସବୁ ଯେ ମା ଘରେ ନୂଆ ଖାଇଛନ୍ ଜାଣିଛନ୍ କି ମା ଘରେ ନୂଆ ଖାଇବେ ବେଲେ ଗୋଟେ ଗୋଟେ ଶାଢ଼ୀ ବି ଦେସନ୍। ହେଲେ ମୋର୍ ମା ଏଇଟା ଆମେ ସବକେ ଶାଢ଼ୀ ଗୋଟେ ଗୋଟେ ଦଉଛେ। ସବୁ ବହେନ ଅଛୁ ବେଲେ ସବୁ ବହେନ ତ ନିନ ଦୁଇଟା ନି ଆସି ଆମେ ଯେନ୍ 4 ବହେନ ଅଛୁ ବେଲେ ମୋର୍ ମା କହିଲା ଶାଢ଼ୀ ଗୋଟେ ଗୋଟେ ପିନ୍ଧି ପକ କହିଲା ବେଲେ ଏଇଟା ଶାଢ଼ୀ ଗୋଟେ ଗୋଟେ ବାଛଲୁ ପିନ୍ଧଲୁ। ତାନୁ ନନିକେ ମୁଇଁ ଗଧେଇ ଗୁଧା ଦେଲି। ଆଉ ଏଇଟା ପୂଜା ପାଠ ସବୁ ସାରି ଦେଲା ମୋର୍ ମା ତାର ପୂଜା କରିକି ସାରି ଦେଲା ବେଲେ ଯୋଉ ମୁଡ଼ିଆ ମାରି ପକାବ କହିଲା ବେଲେ ଘରେ ଏଇଟା ମୁଡ଼ିଆ ମୁଡ଼ି ମାରିକରି ଆଲତି ଫାଲତି ନେଇଗଲୁ। ତାନୁ ନୂଆଖାଇ କିଏ ମା ଘରେ ଖାଇଛ ହେଲେ ତାର ମଜାଟା ଜାଣିଥିବ। ଶାଶୁ ଘରେ ବି ବହୁତ ମଜା ଲାଗ୍ସି ମାନେ ନୂଆଖାଇ ତିହାରଟା ହିଁ ନୂଆଖାଇ ଲେଖେ ପୁରା ଲାଗ୍ସି। ବାକି ଏଥର ଆମେ ଦଶମୀ ଦିନକର ମା ଘରେ ଖାଇଲୁ ଯେ ବି ନୂଆଖାଇ ତିହାର ଲେଖେ ପୁରା ଲାଗଲା। ସବୁ ବହେନ ମିଶିକରି ନୂଆ ଖାଇଲୁ। ଆଗୁ ଛୋଟ ଛୋଟ ଥିଲୁ ବେଲେ ଗୋଟେ ଖାଉଥିଲୁ ଗୋଟେ ମଜା ଥିଲା। ଶାଶୁଘର ପଲେଇ ଗଲୁ ବେଲେ ଗୋଟେ ଖାଇଲୁ ଗୋଟେ ଅଲଗା ମଜା। ଏଇଟା ନୂଆ ଚାଉଲ ମୋର୍ ମା କେନ୍ତା ଦଉଛେ ଦେଖ। ସବୁ ମାନେ ବଡ଼ନୁ ସମସ୍ତଙ୍କେ ବଡ଼ନୁ ସାନ କରି ଶାନ୍ତ କରିଦେଲା। ଆମର ନନି ଛୁଆକେ ବି ଆଶୀର୍ବାଦ ଦେଇଦେଲା। ତାନୁ ଫଟୋ ଫୁଟା ହେଲୁ ଜୁହାର ଜୋହାର ହେଇଗଲୁ। ହେଲେ ଏନ୍ତା ଯଦି ମା ଘରେ ଥିବ ବୋଲେ କେତେ ମଜା ଲାଗ୍ସି କି ଦଶହରା ମାସେ। ଏଇଟା ତ ଜାଣି ପାରୁଥିବ ଆଉ କାଣା କହିବି କହ। ଏଇଟା ଆମର ଖାଇବାର ଟାଇମ୍ ହେଇଗଲା। ଏଇଟା ମୋର୍ ନାନୀର ଝି ମୁଁ ସବକେ ବାଢ଼ୁଛେ। ମାନେ ଯେନ୍ ଭାତ ଭୁତି ତରକାରୀ ପତ୍ର କରିଥିଲୁ ସେଟା ଭୋଗ ତ ଖାଇ ସାରି ଦେଲୁ। ଭୋଗ ଖାଇକରି ତାନୁ ଏଇଟା ଭାତ ଭୁତି ଖାଇଲୁ। ମଜା ଲାଗଲା ସମସ୍ତେ ବସିକରି ଖାଇବ ଗୋଟେ ମାନେ ଖୁସିଟା ଗୋଟେ ଜିନିଷଟା ଗୋଟେ ଅଲଗା ମାନେ ଏତେ ଖୁସି ଲାଗଲା ଯେ ମୁଇଁ ଆଉ କହି ନି ପାରବାରନୁ ଯେନ୍ ଖୁସିଟା ଥିଲାଟା। ସମସ୍ତେ ମିଶିକରି ଖାଇଲୁ। ତାନୁ ଏଇଟା 5 ବଜେ ଯାଇଥିଲାନ। ଚା ପିଆ ଟାଇମ୍ ତ ଜାଣିଛ। ଚା ପିଇଲୁ। ଚା ପିଇ ବି ଆମର ଗପ ସପ ମାନେ ଚଲିଗଲା। ମାନେ ବହେନ ବହେନ ଥିବ କେତେ ଦିନ ଗୋଟେ ଭେଟ ଘାଟ ହେଇଥିବ କେତେ ମଜା କଥା ଲାଗବ କି। ସମସ୍ତେ ଏଖାନ ଜାଣିପାରୁଥିବ ଯେ ଦଶହରା ମାସେ ବହେନ ସାଙ୍ଗ ସାଥି ମାନେ ସବୁ ମା ଘର ମାନକେ ଆଇଥିସନ୍। ହେଲେ କେତେ ଖୁସି ଲାଗ୍ସି ଯେ ମାନେ ଶାଶ ଘରକେ ନି ଜିତି ଲେଖେ ଲାଗ୍ସି। ମାନେ ଇନେ ଥିବ ବୋଲେ ଯେନ୍ 2-4 ଦିନ ରହିବଟା ଏତ୍କି ମଜା ଲାଗ୍ସି ଯେ କିନି ଆଉ ଯାଇକି ମନ ନି ଲାଗେ। ବାକି କାଁ କରବ ହେଇ ତ ମା ଘରଟା 2-4 ଦିନେ ଫେର ଯିବ ଫେର ନିଜର ଘରେ ଫେର ସବୁ କରବ। ମୁଇଁ ଚା ବନାଟା ଚା ଦେଲା ସମସ୍ତଙ୍କେ सबके चा चुई दे सारला। ଆଉ ତାନୁ ଫେର ଗପ ସପ ଟିକେ ଫେର ତାନୁ ଚାଲଲା ସବକରି ସବେ ଥିଲେ ତ ମାନେ କାମଟା କମ ହେସି କଥାବାର୍ତ୍ତାଟା ବେଶୀ ହେସି। ମୋର ନାନୀ ଦୁଇଟା ଦୁଆରେ ବସିକରି କେନ୍ତା ଗପ ମାରୁଛନ୍ ଦେଖବ। ଏଇଟା ସେ ଆମର ଭୋଗ ଖାଉଛି ଦୁର୍ଗା ମାର ଭୋଗ 12-1 ବଜେ ତ ଭୋଗ ଦେସନ୍। ଆମର 2 ବଜେ ଭୋଗ ଦେସନ୍। ଭୋଗଟା ବି ବହୁତ ଟେଷ୍ଟ ଲାଗ୍ସି। ବର୍ଷକ ଥରେ ଭୋଗ ଖାଇବ ମଜା ଲାଗ୍ସି ସେଟା। ଯେ ଭୋଗ ଖାଇତ ତ ଜାଣିଥିବ ନା ଦୁର୍ଗା ମାର ଭୋଗ। काय होचु बाय टाटा गुड